ମନ୍ଦିରଡାରେ ଶ୍ରୀ ଜଗନ୍ନାଥ, ମା ଲକ୍ଷ୍ମୀ ଏବଂ ମହାଦେବଙ୍କ ମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜନ ଉତ୍ସବ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଦରଡ଼ା ପଞ୍ଚାୟତ ଅନ୍ତର୍ଗତ ମନ୍ଦିରଡା ଗାଁରେ ପ୍ରଭୁ ଶ୍ରୀ ଜଗନ୍ନାଥ, ମା ଲକ୍ଷ୍ମୀ ଏବଂ ଦେବଦେବ ମହାଦେବଙ୍କର ମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଉକ୍ତ ଗ୍ରାମ ତଥା ପଡ଼ୋଶୀ ଗାଁର ବହୁ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ଏବଂ ବିଶିଷ୍ଟ ବ୍ୟକ୍ତି ଭୂମି ପୂଜନରେ ଉପସ୍ଥିତ ରହି ମହାପ୍ରଭୁଙ୍କର ହରିନାମ ସଂକୀର୍ତ୍ତନରେ ନିଜକୁ ସମର୍ପିତ କରିଥିଲେ। ଏହି ନାମ ମୁଖରେ ଧରିଲେ ଏ ଭବ ସାଗରରୁ ପାରି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ମନ୍ଦିର ନିର୍ମାଣରେ ସମସ୍ତେ ଗୁଣ୍ଡୁଚି ମୂଷା ଭଳି ସହଯୋଗ କରିବାକୁ ମନ୍ଦିର କମିଟିର ସଭାପତି ଗୌରାଙ୍ଗ ମହାନ୍ତି ନିବେଦନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜଳଧର ମହାନ୍ତି, ଯୋଗେଶ ମହାନ୍ତି, ବିଦ୍ୟାଧର ପାତ୍ର, ରବୀନ୍ଦ୍ର ସ୍ୱାଇଁ, ଗଣେଶ ଦାସ, ରତ୍ନାକର ସ୍ୱାଇଁ, ଗୋପାଳଚନ୍ଦ୍ର ଦାସ, ତାମସ ମହାନ୍ତି, ଶରତ କୁମାର ପାତ୍ର, ଅଶୋକ ଗୋଛାୟତ, ଶିବସୁନ୍ଦର ଦାସ ପ୍ରମୁଖ ସହଯୋଗ କରିଥିଲେ। ଆଜି ଆମ ଗ୍ରାମରେ ମନ୍ଦିରଡା ଗ୍ରାମରେ ଆଜି ଆମର ଯେଉଁ ମହାଦେବ ଏବଂ ଜଗନ୍ନାଥ ଏବଂ ମା ଲକ୍ଷ୍ମୀଙ୍କର ମୂର୍ତ୍ତି ସ୍ଥାପନ କରାଯିବ, ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଆଜି ଭୂମି ପୂଜା ଚାଲିଛି। ତେଣୁ ସମଗ୍ର ଗ୍ରାମବାସୀ ବୃନ୍ଦମାନଙ୍କୁ ମୋର ଏତିକି ଅନୁରୋଧ ରହିବ ଯେ ସମସ୍ତେ ଆସି ଏ କାର୍ଯ୍ୟକୁ କିଭଳି ସାଫଲ୍ୟମଣ୍ଡିତ କରିବେ ବା ଆଗକୁ ନେବେ। ସମସ୍ତ ଗ୍ରାମ ଭାଇମାନଙ୍କୁ, ସମସ୍ତ ଯୁବପିଢ଼ିମାନଙ୍କୁ, ବୟସ୍କ ଲୋକମାନଙ୍କୁ, ବୟୋଜ୍ୟେଷ୍ଠ ଲୋକମାନଙ୍କୁ ମୋର ଏତିକି ଅନୁରୋଧ, ସମସ୍ତେ ଆସି ସହଯୋଗ କରନ୍ତୁ। ଆମ ଗ୍ରାମରେ କୌଣସି ଦେବାଦେବୀଙ୍କର ମନ୍ଦିର ଏତେ ପର୍ଯ୍ୟନ୍ତ ସ୍ଥାପନ ହୋଇନାହିଁ, ଯାହା ଗୌରାଙ୍ଗ ମନ୍ଦିର ଯାହା ମାତ୍ର ଅଛନ୍ତି। ମୋର ଏତିକି ନିବେଦନ ଯେ ମହାପ୍ରଭୁ ମହାଦେବ ଏବଂ ଜଗନ୍ନାଥ ଏବଂ ମା ଲକ୍ଷ୍ମୀଙ୍କ ମନ୍ଦିର କିଭଳି ଭାବରେ ସୁଚାରୁ ରୂପେ ଆଗକୁ ବଢ଼ି ଚାଲିବ, କିଭଳି ନିର୍ମାଣ ଖୁବ୍ ଶୀଘ୍ର ଶେଷ ହେବ। ତେଣୁ ଯୁବପିଢ଼ିମାନଙ୍କୁ ମୋର ଏତିକି ଅନୁରୋଧ ଏବଂ ଆଶା ଏବଂ ବିଶ୍ୱାସ ସମସ୍ତେ ଆସି ସହଯୋଗ କରନ୍ତୁ ଏବଂ ଏ ମନ୍ଦିର କିଭଳି ଭାବରେ ଯଥାଶୀଘ୍ର ସମ୍ପୂର୍ଣ୍ଣ ହେବ, ଏତିକି ମୋର ସମସ୍ତଙ୍କୁ ନିବେଦନ। ବହୁ ଦିନର ଆଶା ଆକାଂକ୍ଷା ଆମେ ଜନ୍ମ ହେଲା କତରୁ ବାଲ୍ୟକାଳରୁ କି ଆମ ପୂର୍ବପୁରୁଷରୁ ଯେମାନେ ଆମେ ଜନ୍ମ ହେଲା କତରୁ ଯାହାକି ଦେଖି ଆସିଛୁ, ଆମ ଗ୍ରାମରେ କୌଣସି ଦେବାଦେବୀର ମନ୍ଦିର ନାହିଁ। ତେଣୁ ଏମିତି ଭଗବାନଙ୍କର ଆଶୀର୍ବାଦ ହେଲା ଆମକୁ ବସିକି ଯେ ଗୋଟେ ମନ୍ଦିର ସ୍ଥାପନ କରିବୁ। ତେଣୁ ଆମେ ସିଦ୍ଧାନ୍ତ କଲୁ ଶିବଙ୍କ ମନ୍ଦିର ସ୍ଥାପନ ହେବ ଏବଂ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ସ୍ଥାପନ ହେବ ଏବଂ ମା ଲକ୍ଷ୍ମୀଙ୍କ ମନ୍ଦିର ସ୍ଥାପନ ହେବ। ଆଜି ହେଉଛୁ ଭୂମି ପୂଜା। ଏହି ଭୂମି ପୂଜାରେ ସମସ୍ତ ଗ୍ରାମବାସୀ ଏବଂ ଗ୍ରାମର ଅନ୍ୟାନ୍ୟ ପାଖ ଗ୍ରାମାଞ୍ଚଳର ଅଧିବାସୀମାନେ ଏହାକୁ ସହଯୋଗ କରୁଛନ୍ତି। ଏହା ଶୁଭ ଏବଂ ଭବିଷ୍ୟତ ସମସ୍ତେ ଏହାକୁ କିଭଳି ସାଫଲ୍ୟମଣ୍ଡିତ ହେବ, ଏହାକୁ ମନ୍ଦିର କେମିତି ସମ୍ପୂର୍ଣ୍ଣ ଭାବେ ସମ୍ପୂର୍ଣ୍ଣ ହୋଇପାରିବ, ଏହା ପ୍ରତି ଆମର କୃପା ଏବଂ ଏତିକ ଭଗବାନଙ୍କ ପାଖରେ ପ୍ରାର୍ଥନା। ଆମର ମନ୍ଦିର କେମିତି ସୁରୁଖୁରୁରେ ହୋଇପାରିବ, ଏତେ କହି ମୁଁ ମନ୍ଦିରକୁ ତିଆରି କରିବା ପାଇଁ ମୋର ବହୁତ ଇଚ୍ଛୁକ ହେଉଛି ଏବଂ ମନ୍ଦିର ଯେମିତି ବହୁତ ଶୀଘ୍ର ହେବ ବୋଲି ମୁଁ ଆଶା କରୁଛି ଆଉ ତୁମମାନଙ୍କର ଆଶୀର୍ବାଦ ଦେଉଛି। ଏଠି ହେବ ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର ଏବଂ ମହାଲକ୍ଷ୍ମୀଙ୍କର ମନ୍ଦିର। ବସ୍ତାରୁ ଜୟନ୍ତ କୁମାର ବେହେରାଙ୍କ ରିପୋର୍ଟ, ସନଷ୍ଟାର ଟିଭି।